ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନେ, ତୁମର ଆସିବା ବିଳମ୍ବ ଦେଖିଣ ତ୍ରିଲୋଚନେ। ଦେଖ ପିଲେ କଣ ଅଛି? ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନେ, ତୁମ୍ଭର ଆସିବା ବିଳମ୍ବ ଦେଖିଣ ତ୍ରିଲୋଚନେ। କଣ ହେଇଛି ଦେଖ ପିଲେ, ନା ପାର୍ବତୀ ହସୁଛନ୍ତି, ହସି ହସି ଈଶ୍ୱରଙ୍କୁ କହୁଛନ୍ତି, ପ୍ରତି ଉତ୍ତର ଦେଉଛନ୍ତି। କଣ କହୁଛନ୍ତି? ଈଶ୍ୱରଙ୍କ ବଚନକୁ କହୁଛନ୍ତି, ତୁମର ଆସିବା ବିଳମ୍ବ ଦେଖିଣ, କାଳେ ଆସିବ କି ନାହିଁ, କାଳେ ଆସିବ କି ନ ଆସିବ। ଯାଇଛ ତେ ଯାଇଛ ସତ ମିଶା ନକ୍ଷତ୍ରରେ, ଯାଇଛ ତେ ଯାଇଛ ଆଉ ଆସିବ କି ନାହିଁ। ତେଣୁ ତୁମ୍ଭର ଆସିବା ବିଳମ୍ବ ଦେଖିଣ। ବୁଝିପାରିଲା? ଦେଖିକି ମୁଁ କଣ କଲି? ଦେଖିଣ ତ୍ରିଲୋଚନେ। ହେ ତ୍ରିଲୋଚନ, ତିନି ନୟ ହେ ତ୍ରିଲୋଚନ, ତୁମର ଆସିବା ବିଳମ୍ବ ଦେଖି ମୁଁ କଣ କଲି? ସମସ୍ତେ ବାଢିଣ ଦେବ, ହେ ଦେବ। ତାପରେ ଦେଖ ପିଲେ କଣ ଅଛି? ସମସ୍ତେ ବାଢିଣ ଦେବ, ବସିଲି ମୁଁ ଭୁଞ୍ଜି। ସମସ୍ତ ବାଢିଲି ଦେବ, ହେ ଦେବ। ମୁଁ ସବୁ କଥା ବାଢିଲି, ମୁଁ ଯାହା ଯାହା ମୁଁ କରିଥିଲି ସବୁ କଥା ବାଢିଲି। ପିଠା, ଖିରିସା, ଗୋଟିକା, ଛେନା, ତାଗେଡା, ଏ ସବୁ ମୁଁ ବାଢିଲି। ସକଳ ପଲମରେ ବାଢିଥିଲି, ପରନ୍ତୁ କଣ କରିବି? ଖାଇବା ପାଇଁ ବା ବସିଥିଲି ମୁଁ ଭୁଞ୍ଜି, ବସିଲି ମୁଁ ଭୁଞ୍ଜି, ବା ବସିଲି ମୁଁ ଭୁଞ୍ଜି, ଭୁଞ୍ଜିବା ପାଇଁ ମୁଁ ବସିଲି। ପରନ୍ତୁ ୟସ୍ନକ ସମୟଣ, ୟସ୍ନକ ସମୟଣ, ୟସ୍ନକ ସମୟଣ, ଏହିଭଳି ବା ଏଇ ସମୟରେ ଡମ୍ବରୁ ଶବ୍ଦ ବାଜିଲା କପିଳାସ ସ୍କନ୍ଦରେ। ଆପଣ ଯାଇକି ପହଞ୍ଚିଗଲେ, ଡିବି ଡିବି ହେଇକି କଲିଂ ବେଲ୍ ବାଜିଗଲା। ଯେତେବେଳେ ବାଜିଗଲା କଣ ହେଲା? ତେଣୁ ତାପରେ କଣ ହେଇଛି ଦେଖ ପିଲେ, କ୍ଷୁଧାୟଣେ ତୁମ୍ଭେ ମତେ କୋପ କରିବ ବୋଲି, କାଳେ କ୍ଷୁଧାୟଣେ। ବୁଝିପାରିଲା? କାଳେ କ୍ଷୁଧାୟଣେ, କାଳେ ଭୋକ ଉପାସରେ ଥିବ। ବୁଝିପାରିଲା? କ୍ଷୁଧାୟଣେ, କ୍ଷୁଧା କହିଲେ ଭୋକ ଆକୁଳରେ। କାଳେ ତୁମେ ଥାଇ ମୁଁ ଖାଇବାରେ, ମୁଁ ଖାଉଛି ଦେଖିବାରେ ତୁମେ କଣ କରିବ? କାଳେ ମତେ କୋପ କରିବ ବୋଲି। ଏଇ କୋପ କରିବ ବୋଲି, କ୍ରୋଧ କରିବ ବୋଲି, ମୋ ଉପରେ ରାଗିବ ବୋଲି, ସବୁତକ ନେଇ ମୁଁ ବୃଷଭ ଗୁଆଣିରେ ଭରିଲି। ସବୁତିକ ନେଇ ମୁଁ ଗୋରୁଖିଆ ବା ବୃଷଭ ଖାଉଥିବା କୁଣ୍ଡରେ ନେଇ ଭରିଲି ବା ପୁରେଇଲି ବା ଲୁଚେଇଲି। ସଦାନନ୍ଦ ହସିଲେ, କହିଲେ ଏଇ କଥା। ଆରେ 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 ଆରେ, ତେଣୁ ସଦାନନ୍ଦ ହସିଲେ ଗିରିଜାର ବଚନେ। ଦେଖ ପିଲେ, ସଦାନନ୍ଦ ହସିଲେ ଗିରିଜାର ବଚନେ। ଗିରିଜାର ବଚନେ, ଗିରିଜା କହିଲେ ପାର୍ବତୀ, ପାର୍ବତୀଙ୍କ କଥା ଶୁଣି ସଦାନନ୍ଦ ହସି ପକେଇଲେ। ଆରେ ସତେ ନା କଣ ଏଇ କଥାଟା? ଆଉ ସେଇଥିପାଇଁ ଆଉ ବୃଷଭ ଯାହା କହୁଥିଲା ଠିକ, ଆଉ ଲଗାଇଲା ଉତ୍ତମ ଖାଦ୍ୟ ବା ସୁସ୍ୱାଦ୍ୟ ଅମୃତ ଯୋଗାଣ ମିଳିବ। ତାପରେ କଣ? ଏହାର୍ଣ୍ଣକ କରି ଯେ ପ୍ରାପତି କରନ୍ତି ଦେବତା ମାନେ। ତାମାନେ କଣ? ଦେଖ ପିଲେ, ଏଠି କବି କହୁଛନ୍ତି, ଏଠି କଣ କହୁଛନ୍ତି ଶେଷରେ, ନା ଶେଷରେ କହୁଛନ୍ତି ଏଇଭଳି ଏହାର୍ଣ୍ଣକ। ପିଲେ, ଏହର୍ଣ୍ଣକ ମାନେ ଏହିଭଳି କରି ଯେ ପ୍ରାପତି କରାନ୍ତି ଦେବତା ମାନେ, ମାନେ ଏହିଭଳି ଦେବତା ମାନେ କଣ କରନ୍ତି? ପ୍ରାପତ କରେଇ ଦିଅନ୍ତି। ବୁଝିପାରିଲା? ପ୍ରାପତ କରେଇ ଦିଅନ୍ତି, ଭକ୍ତର ମନବାଞ୍ଛା ପୂରଣ କରନ୍ତି, ଭକ୍ତର ଦୁଃଖ ଶୁଣନ୍ତି, ବିଭିନ୍ନ କୋଷଣରୁ
ପାରି କରିଦିଅନ୍ତି, ଦୁଃଖର ଦୁଃଖୀ କଥା ବୁଝନ୍ତି। ତେଣୁ ବୁଝିପାରିଲା, ଶାସ୍ତ୍ର ଯାହା କହିଛି, ଶାସ୍ତ୍ର ସମ୍ମତ କଥାକୁ ପ୍ରମାଣିତ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି। ତେଣୁ ଏଇଭଳି ଭାବରେ ପିଲାମାନେ ଶେଷରେ ସାହାଡ଼ା ବୃକ୍ଷର ମାହାତ୍ମ୍ୟ କଥା କଣ ଥିଲା ଆମେ ସମସ୍ତେ ଜାଣିଲେ। ସାହାଡ଼ା ବୃକ୍ଷକୁ ଯଦି ଆମେ ମଥାରେ ଘେନିବା, ବୁଝିପାରିଲା, ସାହାଡ଼ା ବୃକ୍ଷକୁ ଯଦି ଆମେ ମଥାରେ ଘେନିବା ତାହେଲେ ଆମ ଯଦି ବାମ ପାର୍ଶ୍ୱରେ ଚାଲି ଯାଉଥିବା ବାମ ପଟରେ ସାହାଡ଼ା ବୃକ୍ଷର ପତ୍ରକୁ ଯଦି ମଥାରେ ଘେନିବା, ଯଦି ତା ଆଖି ସାମ୍ନାରେ ପଡେ, ସେତେବେଳେ ଯଦି ସେ ପତ୍ରକୁ ଆମେ ମଥାରେ ଘେନିବା, ତାହେଲେ ଆମର କଣ ସେଦିନ ଅମୃତ ଯୋଗାଣ ପାଇବା। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦି ଆମେ ଏକଥା କହିବା, ବାସ୍ତବିକରେ ତାହା କେବେ ଗ୍ରହଣ ଯୋଗ୍ୟ ତାହା କହି ହେଉନାହିଁ। ତେଣୁ ଶାସ୍ତ୍ର ଯାହା କହିଛି, ତେଣୁ ଶାସ୍ତ୍ର ନିର୍ଦ୍ଦେଶ ମୁତାବକ ଆମେ ଯଦି ବିଭିନ୍ନ କାର୍ଯ୍ୟ କରୁଥିବା, ତାହେଲେ ଆମ ଜୀବନ ସୁଖପଦ ହେବ, ଆମ ଜୀବନ ମଙ୍ଗଳମୟ ହେବ। ତାହେଲେ ପିଲେ ଇଏ ଥିଲା ସାହାଡ଼ା ବୃକ୍ଷର ସାରାଂଶ। ପରବର୍ତ୍ତୀ ସମୟରେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଆଜି ପାଇଁ ବେଶ ଏତିକି।